ଆଜି ରୋଷେଇ ହବ। ପାଇଲେ ମାଛ ଆସିଗଲା। ଆଜି ଗୋଟେ ପୋହଳା ମାଛ ଆସିଯାଇଛି। ଦେଖନ୍ତୁ ଆପଣମାନେ, ପୋହଳା ଦେଖନ୍ତୁ, ମୋର ବୋଉ ଆସିବ ବର୍ତ୍ତମାନ ମାର୍କେଟରୁ ଆସି ସାରିଲାଣି। ଦେଖନ୍ତୁ, ମାଛ ନେଇକି ଆସିବ। ଆଜି ରୋଷେଇ ହବ। ପାଇଲେ 800 କୁ 140 ଟଙ୍କା। ଦେଖନ୍ତୁ, ବୋଉ ବର୍ତ୍ତମାନ ବଜାର ଯାଇଥିଲା। ଆଉ ଆଜି ହେଲା ବୁଧବାର, କାଲି ନୂଆ ବର୍ଷ। ଆଜି ତେଣୁକରି ଗୋଟେ ମାଛ ଆଣିବା ପାଇଁ କହିଥିଲି। ଆଉ ବଜାରରୁ ଗୋଟେ ପୋହଳା ମାଛ ନେଇକି ଆସିଲା। ବର୍ତ୍ତମାନ ବହୁତ ରେଟ୍ ଅଛି। ଆଉ ତା ଭିତରୁ ଗୋଟେ ନେଇକି ଆସିଲା। କାଲି ବୁଧବାର ଅଛି, ନା କାଲି ସରି ଗୁରୁବାର ଅଛି। ଦେଖିଆ ନୂଆ ବର୍ଷ କୋଉଭଳିଆ ମାଛ ଆଜି ହେଲା ଆସିଛି। ବୁଧବାର। ଆଜି ଖାଇଦବୁ, କାଲିକି ଗୁରୁବାର କିଛି ହବ ନାହିଁ ଆମିଷ। ଆଜି ଦେଖିବା ଚାଲନ୍ତୁ। ବର୍ତ୍ତମାନ ଆମର ମାଛଟା କୋଉଭଳି ହେଇଛି। ବର୍ତ୍ତମାନ ଚାଲନ୍ତୁ ଦେଖିବା। ଝୁଲାରୁ ମାଛ ବର୍ତ୍ତମାନ କାଢିବେ। ଟମାଟୋ ଆସିଛି, ଆଉ ପଇସା ବ୍ୟାଗ ଅଛି ଆସିଗଲା। ଟମାଟୋ ଆଜି ପଲିଥିନରେ। ଗୋଟେ ଦେଖନ୍ତୁ, ମାଛ ପୋହଳା ଆମର ମାଛ ଆସିଛି। ଆସିଯାଇଛି। ପୋହଳା ମାଛ, ଦେଖନ୍ତୁ ଆପଣମାନେ, ମାଛ ବହୁତ ରେଟ୍ ଅଛି। କାଲି ନୂଆ ବର୍ଷ ଅଛି। ଆଜି ବୁଧବାର, କାଲି ଗୁରୁବାର। ଆଜି ଦେଖନ୍ତୁ, ଗାଲିଟି ଯିବା ଦେଖାଅ ଦେଖିଆ। ଆମେ ଗାଲି ଟେକିକି ଦେଖିବା ଲାଲ ଅଛି, ମାଛଟି ନରମା ଟିକେ ଅଛି କଳା କି ପଡିବ। ତଟକା ଅଛି। ବେଶୀ ଗାଲି ଟିକେ ମାନେ ଦେଖାଯାଉଛି। ନରମା ବର୍ତ୍ତମାନ ନାହିଁ, ମାଛ ଅଛି ଟିକେ ତଟକା ତଟକା କି ରହିଛି। ପଚା ସକାଳୁ ଜଣା ପଡିବ। ଧରିକି ଆଣିକି ବିକିଛନ୍ତି। ତେଣୁକରି ଦେଖାଯାଉଛି ଟିକେ ନରମା ରହିଛି। ଆଉ ଟିକେ ବି ତଟକା ବର୍ତ୍ତମାନ ରହିଛି। ପନିକି ପଜା ହଉଛି। ବର୍ତ୍ତମାନ ଦେଖନ୍ତୁ ମାଛ ପନିକି କାଟା ପଚା ଯିବ ଯାଉଛି। କେମିତି ଦେଖନ୍ତୁ, ଭାବରେ। ଦେଖନ୍ତୁ ପନିକି ବର୍ତ୍ତମାନ ଦୁଇ ସାଇଡ ଆମର ଧାର କରାଯାଉଛି ମାଛ କାଟିବା ପାଇଁ। ଆଉ ମାଛ ଟିକେ ତାକୁ ପ୍ରଥମେ ଆମେ ଦେଖନ୍ତୁ କୋଉଭଳି ଭାବରେ ଆମର ମାଛଟି ବନା ଯାଉଛି। ଖାଲି ପାଉଁଶ ବୋଳୁଛି। ହାଇ ଫ୍ରେଣ୍ଡସ୍, ନମସ୍କାର। ୱେଲକମ୍ ଟୁ ବ୍ୟାକ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଆଶା କରୁଛି ଆପଣମାନେ ଭଲରେ ଥିବେ। ମୁଁ ମଧ୍ୟ ଭଲରେ ଅଛି। ଜଗନ୍ନାଥଙ୍କ ଦୟାରୁ ସମସ୍ତେ ଭଲରେ ରୁହନ୍ତୁ। ଆଜି ହେଲା ନୂଆ ବର୍ଷ। ଆଜି ହେଲା 2025। ଆଉ 10-12 ଘଣ୍ଟା ପରେ ଆମର 2026 ଆରମ୍ଭ ହୋଇଯିବ। ଆପଣମାନଙ୍କୁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା, ଅଭିନନ୍ଦନ। ନୂଆ ବର୍ଷରେ 2025 ବର୍ତ୍ତମାନ ଅଛି। ଆଉ 10-12 ଘଣ୍ଟା ପରେ ଆମର 2026 ଆରମ୍ଭ ହୋଇଯିବ। ଆପଣ ମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ 2026ର। ସମସ୍ତଙ୍କର ସୁଖମୟ ଓ ମଙ୍ଗଳମୟ ହଉ 2026ରେ। ଆଉ ବର୍ତ୍ତମାନ ଆମର ଚାଲନ୍ତୁ ବ୍ଲଗଟି ଦେଖିବା କଣ ମାଛଟି କଟା ଯାଉଛି ବର୍ତ୍ତମାନ। ଆଉ କାଲି ତ ଗୁରୁବାର ରହିଛି। ଆପଣ ମାନଙ୍କୁ ଦେଖେଇବି ଗୁରୁବାରରେ କଣ ଆମର ସବୁ ଆଇଟମ ଚାଲିବ। ଆଉ ଚାଲନ୍ତୁ, ବର୍ତ୍ତମାନ ଆମର ମାଛ କଟା କାର୍ଯ୍ୟକ୍ରମ ତ ହଉଛି। ଆଉ ତାପରେ ଦେଖନ୍ତୁ, ଆମେ ମାଛ କଟା ସରି ଯାଇଛି। ଲୁଣ ହଳଦୀ ତାକୁ ଗୋଳେଇକି ରଖିଦବା। ବର୍ତ୍ତମାନ ତାକୁ ନେଇଯିବା ବର୍ତ୍ତମାନ ଆମର ଚୁଲି ପାଖକୁ। ଚୁଲିରେ ଦେଖନ୍ତୁ, ଆମର ଭାତ ବସିଛି। ଆମର ଭାତ ଫୁଟି ସାରିଛି ଚୁଲିରେ। ଆଉ ମାଛ ମଧ୍ୟ ତାକୁ ଚାଲନ୍ତୁ ଚୁଲି ପାଖକୁ ନେଇଯିବା। ମାଛ ସନ୍ତୁଳା ଯିବ ବର୍ତ୍ତମାନ ଆମର ଚୁଲି ପାଖରେ। ଆପଣଙ୍କ ପାଇଁ ଆଡଭାନ୍ସ ହାପି ନ୍ୟୁ ଇୟର ଏବଂ ଅଭିନନ୍ଦନ। ମୋର ବୋଉ ଦେଖନ୍ତୁ, ବର୍ତ୍ତମାନ ଆମର ଯୋଉ ମାଛ ଯୋଉ ବନା ଯାଉଥିଲା ସେଠି ଆମିଷ ପଡିଛି। ତେଣୁକରି ଗୋବର ପାଣିରେ ଆଉ ବୋଉ ତାକୁ ସବୁ ଲିପି ଦେଇ ସାରିଲାଣି। ଗୋବର ପାଣିରେ ଲିପି ଦେଲେ ପବିତ୍ର ହେଇଯିବ। ବର୍ତ୍ତମାନ ଆମର ଦେଖନ୍ତୁ, ବାଡିରେ ବହୁତ ସୁନ୍ଦର ଦେଖା ଯାଉଛି। ଆଉ ଦେଖନ୍ତୁ, ଗୋଟେ ନୂଆ ସିଷ୍ଟମ ରହିଛି। ଆମର ଭାତ ଯୋଉ ରହିଛି ତା ଉପରେ ପାଣି ରଖାଯାଇଛି। ଦେଖନ୍ତୁ, ଆମର ଗୋଟିଏ ଜାଳରେ ଦୁଇ ପ୍ରକାର ହେଇଯିବ। ଆଉ କମ ସମୟରେ ଆମର ହେଇଯିବ। ଦେଖନ୍ତୁ, ଆପଣ ମାନେ ଭାତ ରହିଛି ତା ଉପରେ ଗୋଟେ ବେଲାର ପାଣି ରଖାଯାଇଛି। ପାଣି
ଗରମ ହେଇସାରିଲା ପରେ ଆପଣମାନେ ଚାହିଁଲେ ପିଇ ପାରିବେ ପାଣି, ଆଉ କିଛି ଅଲଗା କାମରେ ବି କରିପାରିବେ। ଦେଖନ୍ତୁ ଆମର ରହିଛି ଭାତ ଆଟିକା ଉପରେ କୋଉ ଭଳି ପାଣି ରହିଛି। ଗୋଟିଏ ଜାଳରେ ସବୁ ହେଇଯିବ ଆମର ପାଣି। ଆଉ ଆପଣମାନେ ଚାହିଁଲେ ଏଇଭଳିଆ ଇଏ କରିପାରିବେ। ସେ ବର୍ତ୍ତମାନ ଶୀତ ଦିନ ଚାଲିଛି। ଆମ ହାଣ୍ଡି ଉପରେ ରହିଛି ପାଣି ଆମର ଗରମ ପାଣି ଦରକାର। ଶୀତ ଦିନ ବର୍ତ୍ତମାନ ଚାଲିଛି। ଆଉ ଚାଲନ୍ତୁ ଯିବା। ବର୍ତ୍ତମାନ ଆମର କଢ଼ା ବସି ସାରିଛି, ତେଲ ମଧ୍ୟ ଆମର ଗରମ ହେଇସାରିଛି। ମାଛ ଛାଡ଼ିଦେଲେ ବର୍ତ୍ତମାନ ଆମର କଢ଼ାର ତେଲ ଗରମ ହେଇସାରିଛି। ଆଉ ମାଛଟି କୋଉଭଳି ଭାବରେ ଆମର ଛଡ଼ା ଯାଉଛି, ମୁଁ ହାତର ନ ଲଗେଇକି ଖୁସୁଣୀରେ ଗୋଟେ ଗୋଟେ ମାଛ ପିସ୍ ଛାଡ଼ୁଛି କଢ଼ାରେ। ଆପଣମାନେ ନିହାତି ଦେଖୁଥିବେ। ଆଉ ମୁଁ ଆପଣଙ୍କୁ ପାଖରେ ଦେଖେଇ ଦଉଛି। ଆଉ ବର୍ତ୍ତମାନ ଆମର ମାଛ ହେଇସାରିଛି। ଚାଲନ୍ତୁ ଦି ପାଖ ଗୋଟେ ସାଇଡ ହେଇସାରିଛି, ଆଉ ଗୋଟେ ସାଇଡ ଆମେ ନଉଟେ ଦେବା। ସବୁ ମାଛ ଗୋଟେ ଗୋଟେ କରିକି ବର୍ତ୍ତମାନ ଆମର ମାଛ ବହୁତ ସୁନ୍ଦର ଭାବରେ ଗୋଟେ ସାଇଡରେ ହେଇସାରିଛି, ଆଉ ଗୋଟେ ସାଇଡରେ ନଉଟେ ଦେବା। ଚାଲନ୍ତୁ ଆଗକୁ ଯିବା କଣ ହଉଛି। ଦେଖନ୍ତୁ ଭିଡ଼ିଓରେ କିଛି ଭୁଲ ଥିଲେ କ୍ଷମା କରିଦେବେ। ଆପଣଙ୍କ ଘରେ କୋଉ ଭଳି ମାଛ ରୋଷେଇ କରାଯାଏ ଆପଣମାନେ କମେଣ୍ଟରେ ନିହାତି କହିବେ। ମୁଁ ତ ଏଇଭଳି ରୋଷେଇ କରୁଛି। ଆଉ ସନ୍ତୁଳା ହେଲା ପରେ ଆପଣମାନଙ୍କୁ ଦେଖେଇବି ତେଲ ମସଲା କୋଉ ଭଳି ପଡ଼ୁଛି। ଚାଲନ୍ତୁ ଯିବା ଆଗକୁ। ଆଉ ରୋଷେଇ ଆମର ହବ କୋଉ ଭଳି ଭାବରେ ଆପଣମାନେ ଆଗକୁ ତ ନିହାତି ନିଶ୍ଚୟ ଦେଖିବେ। ବର୍ତ୍ତମାନ ଚ୍ୟାନେଲକୁ ଯେଉଁମାନେ ନୂଆ ଆସିଛନ୍ତି ସେମାନେ ଗୋଟେ ଗୋଟେ ସବସ୍କ୍ରାଇବ୍ କରନ୍ତୁ। ସବସ୍କ୍ରାଇବ୍ କଲେ ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଖରେ ପହଞ୍ଚିଯିବ। ବର୍ତ୍ତମାନ ଦେଖନ୍ତୁ ଆମର ରସୁଣ ଛଡ଼ା ଚାଲିଛି, ଆଉ ପିଆଜ ଦେଖନ୍ତୁ ରହିଛି। ପିଆଜ ଅଦା ସେ ପିଆଜ ଗୋଟେ ଗଜା ହେଇସାରିଛି, ଆଉ ତାକୁ ମଧ୍ୟ ସବୁ କଟାଯିବ। ଧନିଆ ପତ୍ର ରହିଛି, ସବୁ ଧନିଆ ପତ୍ର ସବୁ ବଟାଯିବ। ପିଆଜ ମଧ୍ୟ ଦର ଛେଚା କରାଯିବ। ଆଉ ପାଖରେ ଅଦା ରସୁଣ ରହିଛି। ଦେଖନ୍ତୁ କୋଉଭଳି ଭାବରେ ଆମର ଟିକେ ପିଆଜ ଟିକେ ଦର ଛେଚା କରିଦେଉଛି। ବୋଉ ଟିକେ ଜଲ୍ଦି ନରିମି ଯିବ ବୋଲି ତେଲରେ ଦରଛେଚା କରିଦେଉଛି। ତାପରେ ଆମର ଅଦା ରସୁଣ ବଟା ଯାଉଛି। ତାପରେ କଣ କରିବା, ଧନିଆ ପତ୍ରକୁ ଆମେ କୋଉଭଳି ଭାବରେ ବାଟିକିରି ଆଉ ପେଷ୍ଟ କରିକି ତରକାରୀ ଦେବା ବହୁତ ସୁନ୍ଦର। ଆପଣମାନେ ନିହାତି ତ ଜାଣିଥିବେ ଧନିଆ ପତ୍ରଟି ତରକାରୀ ଦେଲେ ତାର ଫ୍ଲେଭରଟା କୋଉଭଳି ଲାଗେ। ଆଉ ଆପଣମାନେ ନିହାତି ଅନୁଭବ ମଧ୍ୟ କରିସାରିବେନି। ଆଉ ବର୍ତ୍ତମାନ ଚାଲନ୍ତୁ ଯିବା ଆଗକୁ। ପୁରା ପେଷ୍ଟ କରିକି ବଟା ଯାଉଛି। ଦେଖନ୍ତୁ ଆମର ଶିଳରେ ବର୍ତ୍ତମାନ ଆମର ସବୁ ବୋଉ ତାକୁ ପାଣି ଭିତରେ ସବୁ ରଖିଦେଉଛି। ଆଉ ଅଲଗା ନ ରଖିକି ବର୍ତ୍ତମାନ ଆମର ଟମାଟୋ କଟା ଚାଲିଛି। ଟମାଟୋ ସବୁ ଏଇଭଳି କଟା ଯିବ। ଆଉ କଟା ସରିଲା ପରେ ଆମର ବର୍ତ୍ତମାନ ଚୁଲି ପାଖକୁ ଯିବା। ଚୁଲି ପାଖରେ ଆମର ଯେତିକି ବଟା ଯାଇଛି ଶିଳରେ, ଆଉ ତାକୁ ସବୁ ଆମେ କୋଉଭଳି ଭାବରେ ଆମେ ରୋଷେଇ କରୁଛୁ ଆପଣମାନଙ୍କୁ ଦେଖେଇବୁ ନିହାତି। ଆପଣମାନେ ଗୋଟେ ଗୋଟେ ନିହାତି ସବସ୍କ୍ରାଇବ୍ କରିବେ। ନୂଆ ନୂଆ ଯେଉଁମାନେ ଆସିଛନ୍ତି ମୋ ଚ୍ୟାନେଲରେ, ଆଉ ମୋ ଭିଡ଼ିଓକୁ ଯେଉଁମାନଙ୍କ ପାଖରେ ପହଞ୍ଚିଛି, ବର୍ତ୍ତମାନ ଚୁଲି ପାଖରେ ଜାଳ ଅଛି ଦେଖନ୍ତୁ। ଆଉ ତେଲ ଗରମ ହେଇସାରିଛି। ପିଆଜ ମଧ୍ୟ ଦର ଛେଚା ଯେଉଁ ହେଇଥିଲା ତାକୁ ଛାଡ଼ିଦେଲେ। ପିଆଜ ନରମି ଆସି ସାରିଲା ପରେ ତାକୁ ଆମେ ପୁଣି କରିବା, ଆମେ ଅଦା ରସୁଣ ପେଷ୍ଟ ଯେଉଁ ଥିଲା ତାକୁ ପୁଣି ଆମେ ଦେଇଦେବା ତା ଦେହରେ। ପିଆଜ ନରମ ହେଇ ଆସି ସାରିଲାଣି। ବର୍ତ୍ତମାନ ଆମେ ଅଦା ରସୁଣ ଛେଚା ରଖିଥିଲେ ପେଷ୍ଟ କରିଦେଉ, ତାକୁ ଦେଇଦେଲେ। ତାକୁ ହେଇସାରିଲା ପରେ ପୁଣି ଆମେ କଣ ଦେବା, ଲୁଣ ଦେଇଦେବା। ଦେଖନ୍ତୁ ଲୁଣ କିଛି ରଖିଲେ, ତାପରେ ହଳଦୀ ଦେଇଦେବା। ହଳଦୀ ଦେଇ ସାରିଲା ପରେ ତାକୁ ଆମେ ପୁଣି ଡାଙ୍ଗେଇ ଦେବା କିଛି ସମୟ। ତାପରେ ଲଙ୍କାଗୁଣ୍ଡ ଆମେ ଦେଇଦେବା। ନାଲି ଲଙ୍କାଗୁଣ୍ଡ ଆପଣମାନେ ରଖିଥିବେ ଘରେ ଏଇ ନାଲି ଲଙ୍କାଗୁଣ୍ଡ ଦେଇଦେବେ। ଆଉ ତାପରେ ଧନିଆ ଯେଉଁ ଆମର ପତ୍ର ବଟା ଯାଇଥିଲା ତାକୁ ଆମେ ଦେଇଦେଲେ। କିଛି ସମୟ ଡାଙ୍ଗେଇ ଦେଇ ସାରିଲା ପରେ ଖୁସୁଣୀରେ ତାକୁ ଆମେ ପୁଣି କଣ କରିବା ନା କିଛି ସମୟ ଛାଡ଼ିଦେବା। ବର୍ତ୍ତମାନ ଆମେ କିଛି ସମୟ ଛାଡ଼ି ଦେଇଥିଲେ। ଆଉ ଦେଖନ୍ତୁ ହେଇ ଆସି ସାରିଲାଣି ଆମର ମସଲା। ତାପରେ ଆମେ ଟମାଟୋ ଯେଉଁ କଟା ଯାଇକି ରଖାଯାଇଥିଲା ତାକୁ ଦେଇଦେବା ଆମ ତା ଦେହରେ। ଟମାଟୋ ଦେଇ ସାରିଲା ପରେ ଟମାଟୋକୁ ସିଝିବା ପାଇଁ ତାକୁ ଡାଙ୍ଗେଇ ଦେବା ବର୍ତ୍ତମାନ। ଆଉ ସିଝିବା ପାଇଁ ତାକୁ କିଛି ସମୟ ଛାଡ଼ିଦେବା। ସିଝି ଯାଇ ସାରିଲା ପରେ ତାକୁ ପୁଣି ଆମେ କୁଟେଇ ଦେବା ଖୁସୁଣୀରେ। ବର୍ତ୍ତମାନ ଆମେ ଟମାଟୋ କିଛି ସମୟ ଛାଡ଼ିଦେଲେ। ଦେଖନ୍ତୁ ମଉଳି ଆସି ସାରିଲାଣି। ଆଉ ଲାଷ୍ଟରେ ଦେଖନ୍ତୁ ଜିରା ଗୁଣ୍ଡ ରଖିଥିଲି ତାକୁ ପକେଇଦେଲି। କୌଣସି ମସଲା ମୁଁ ବ୍ୟବହାର କରିନି। ଯେତିକି ଆମେ ଶିଳରେ ବାଟିଥିଲେ ସେତିକିରେ ଆମେ ମାଛଟି ଆମେ ବନଉଛୁ। ଆଉ କୌଣସି କେମିକାଲ ମସଲା ମଧ୍ୟ ମୁଁ ଦେଉନାହିଁ ଏଥିରେ।
ଆଉ ବର୍ତ୍ତମାନ ଆମର ସବୁ ରେଡ଼ି ହେଇସାରିଲାଣି। ବର୍ତ୍ତମାନ ଲାଷ୍ଟରେ ଆମର ପାଣି ଦେଇଦେବା। ବୋଉ ମଧ୍ୟ ମୋତେ ଟିକେ ହେଲ୍ପ କରିଦେଉଛି। ଆଉ ଚାଲନ୍ତୁ ବର୍ତ୍ତମାନ ଆମେ ମସଲା ଯେଉଁ ହେଇ ଆସିସାରିଲାଣି, ଆମେ ତାକୁ ବର୍ତ୍ତମାନ ଆମେ ପାଣି ଆଡ଼୍ କରିଦେବା ଖୁସୁଣିରେ। ଦେଖନ୍ତୁ ପାଣି ବର୍ତ୍ତମାନ ଆମେ ଆଡ଼୍ କରିଦେବା। ପାଣି ଆଡ଼୍ କରିସାରିଲା ପରେ ମାଛ ଯେଉଁ ଆମେ ସନ୍ତୁଳିକି ରଖିଥିବା ତାକୁ ଆମେ ପୁଣି ତା ଦେହରେ ଦେଇଦେବା। ବର୍ତ୍ତମାନ ଟିକେ ଖୁସୁଣି ମାରିଦେବା, ସବୁ ମେଲ୍ଟ ହେଇଯିବ ପାଣି ସହିତ। ତାପରେ ମାଛ ଦେଇଦେବା। ଦେଖନ୍ତୁ ମାଛ ରଖିଥିଲେ ସନ୍ତୁଳିକି ତା ସହିତ ଦେଇଦେବା। ବର୍ତ୍ତମାନ ଆମର ଟିକେ ଡାଙ୍ଗେଇଦେବା ଖୁସୁଣି ଆଉ ଥରେ, ମାଛ ସବୁ ଝୋଳ ସହିତ ମିଶିଯିବ। ତାପରେ ଦେଖନ୍ତୁ ଆମର ବର୍ତ୍ତମାନ ହେଇଗଲା ନା ରେଡ଼ି। ଆପଣମାନେ ନିହାତି କମେଣ୍ଟରେ କହିବେ ମୋର ମାଛ ତରକାରୀ ବ୍ଲଗ୍ଟି କେଉଁ ଭଳି ହେଇଛି, ଆପଣମାନେ ନିହାତି କମେଣ୍ଟରେ କହିବେ। ବର୍ତ୍ତମାନ ଆମର ଭାତ ବାଢ଼ିବା, ଚାଲନ୍ତୁ। ବୋଉ ବର୍ତ୍ତମାନ ଭାତ ବାଢ଼ିବ, ଚାଲନ୍ତୁ ଯିବା। ଭାତ ବଢ଼ାଯିବ, ବର୍ତ୍ତମାନ ଭାତ ଖାଇବୁ ଆମେମାନେ ସମସ୍ତେ ମିଶିକି। ନା ନା ବର୍ତ୍ତମାନ ଆମେ ଭାତ ଖାଇବୁ। ବର୍ତ୍ତମାନ ମାଛ ଆମର ରେଡ଼ି ହେଇସାରିଛି, ଭାତ ଆଉ ମାଛ। ଆଉ ଆପଣମାନଙ୍କ ଆମ ବ୍ଲଗ୍ଟି କେଉଁ ଭଳି ଲାଗିଲା ଆଉ କେମିତି ଲାଗିଲା, ଆପଣମାନେ ନିହାତି କମେଣ୍ଟରେ କହିବେ। ଭିଡ଼ିଓରେ କିଛି ଭୁଲ ଥିଲେ କ୍ଷମା କରିଦେବେ। ଚାଲନ୍ତୁ ଭିଡ଼ିଓଟି ଏଇଠୁ ରଖୁଛୁ। ଜୟ ଜଗନ୍ନାଥ।